नमस्तेस्तु महामाये श्रीपीठ सुरपूजिते शंख चक्र गधा हस्ते महालक्ष्मी नमस्ते। हे शिव शंकर रुद्रेण नीलकंठ त्रिलोचन भव सर्वभवानी स मृत्युंजय नमस्तुते। महाराणी रेणुका आज से ही मार्गशीर गुरुवार द्वितीय पाली आस मां को चरण बिंदरे से ही मां महालक्ष्मी पूजन उत्सव उपलक्षे आज नहीं जीवा आम से ही चंदनगढ़ राज्य को ताले ठीक अछि स्वामी। नमस्ते कमला मागो सागर दुलणी नमस्ते नमस्ते लक्ष्मी विष्णु करुणी नमस्ते कमला मागो अति दयावती सावर जंगम कीट आदि पालू द्रोही माने मागो नन मिलई जेते रजिले मध्य पेट न पुरई मोहर दरिद्र पड़ जाऊ दूरा होई सर्वदा सुखे रेणुका स्वामी आज जानी आज कौन कौन स्वामी? अरे से ही मां महालक्ष्मी को पसंदीय मास होची मार्गशीर मास स्वामी। महाराणी आज यही चंदनगढ़ राज्य रे केते आनंद रे मां और भौणी माने पूजान्नोत्सव पालित करिछन स्वामी। महाराणी महाराणी रेणुका प्राणनाथ धन्य मुहि काहिके स्वामी? धन्य मुहि चंदनगढ़ राजा
ନଗେନ୍ଦ୍ର ପ୍ରତାପ କାହିଁକି ସ୍ୱାମୀ? ଶାନ୍ତଶୀଳ ରାଜା ବୋଲି ଘୋଷେ ତ୍ରିଜଗତେ। ମହାରାଣୀ ରେଣୁକା ସ୍ୱାମୀ କି ସୁନ୍ଦର ପ୍ରତାର ସୁନେଲି ରଙ୍ଗରେ ଆଚ୍ଛାଦିତ ମୋହର ଶ୍ରୀନଗ୍ର। ସ୍ୱାମୀ ମୃଦୁ ମଳୟରେ ମନ ପ୍ରାଣ ନିଏ ଆନନ୍ଦରେ ଭରି। ସ୍ୱାମୀ ମହାରାଣୀ ତୁମେ ତ ଜାଣିଛ ମହାରାଣୀ, କି କଥା ସ୍ୱାମୀ? ରାଜ୍ୟରେ ମୋ ଭୌଗୋଳିକ ଆୟତନ ହୋଇପାରେ ଛୋଟ, ବୀରତ୍ୱରେ କିନ୍ତୁ ମୋ ରାଜ୍ୟ ଅଦ୍ୱିତୀୟ। ସ୍ୱାମୀ ଶତ୍ରୁ ଭୟ ନାହିଁ ମୋ ରାଜ୍ୟ, ନାହିଁ ଜରା ନାହିଁ ବ୍ୟାଧି, ସୁଖର ସ୍ରୋତରେ ଭାସୁଛନ୍ତି ମୋର ପ୍ରଜାପୁଞ୍ଜ। ପ୍ରାଣନାଥ କି ଆନନ୍ଦ କି ଉଲ୍ଲାସେ ରାଜ୍ୟବ୍ୟାପୀ ଆଜି ଖାଲି ଜୟକାର ଧ୍ୱନି। ଛୁଟି ଚାଲେ ପୁରେ ମୋର ସୁଖ୍ୟାତ ଶୁଣାବ। ମହାରାଣୀ ପ୍ରାଣନାଥ ସେହି ଆନନ୍ଦରେ ଗାଇଯିବା ଗୋଟିଏ ସୁମଧୁର ସଙ୍ଗୀତ। ତେବେ ଚାଲନ୍ତୁ। ରାଜକୁଳ ଇନ୍ଦ୍ର ରାଜନ ନଗେନ୍ଦ୍ର ରାଜମାର୍গে ଧୀରେ ଗମନ অতি স্নেহময়ী ধর্মপত্নী মোরা বুদ্ধিমতী সঙ্গে ঘেনিন রাজকুল ইন্দ্র রাজন নগেন্দ্র রাজমার্গে ধীরে গমন অতি স্নেহময়ী ধর্মপত্নী মোরা জ্ঞানবন্ত সঙ্গে ঘেনিন ছোট চন্দ্রমা পরি তাঙ্কর দিশে তোরা বদন নীল পলর সদৃশ্য জাণ তাঙ্ক নীলোচন সর্বাঙ্গে মণ্ডিত রত্ন অলঙ্কার অঙ্গে দিব্য বসন রাজকুল ইন্দ্র রাজন নগেন্দ্র রাজমার্গে ধীরে গমন অতি স্নেহময়ী ধর্মপত্নী মোর জ্ঞানবন্ত সঙ্গে ঘেরিনা। যুগল কর্ণরে রত্ন কুণ্ডল কাণ্ড শূল বিরাজিত সুবেশ সুন্দর সুরঙ্গ ধীর মুখ কমল শোষিত যুগল কর্ণরে রত্ন কুণ্ডল কাণ্ড শূল সুবেশ সুন্দর সুরঙ্গ ধীর মুখ কমল
ପଦ୍ମସ୍ଥଳୀ ଲମ୍ବି ଅଛି ସୁଗନ୍ଧ ମାଳି କସ୍ତୁରୀ କୁସୁମରେ ହୋଇଛି ବୋଲି ମୁକୁନ୍ଦ ବଂଶୀର କୀର୍ତ୍ତି ସିଂହାସନ ମୁକୁନ୍ଦ ବଂଶୀର କୀର୍ତ୍ତି ସିଂହାସନ ଉଡ଼େ ଯାର ଯଶୋଦା ରାଜା କୁଳ ଇନ୍ଦ୍ର ରାଜନ ନଗେନ୍ଦ୍ର ରାଜମାର୍ଗେ ଧୀରେ ଗମନ ଅତି ସ୍ନେହମୟୀ ଧର୍ମପତ୍ନୀ ମୋର ଜ୍ଞାନବନ୍ତ ସଙ୍ଗେ ଘେନିଣ ମହାରାଣୀ ରେଣୁକା ପ୍ରାଣନାଥ କି ସୁନ୍ଦର ଏହି ମୋ ଚନ୍ଦନଗଡ଼ ସ୍ୱାମୀ ହୀରା ନୀଲା ମୋତି ମାଣିକ୍ୟରେ ଖଞ୍ଜା ଏହି ମୋ ଚନ୍ଦନଗଡ଼ ସ୍ୱାମୀ ମହାରାଣୀ ରେଣୁକା ପ୍ରାଣନାଥ ତୁମ ପରି ସହଧର୍ମିଣୀଙ୍କୁ ଘେନି ଏହି ଚନ୍ଦନଗଡ଼ ରାଜ୍ୟରେ ଉଡ଼େ ମୋର ବିଜୟ କେତନ ପ୍ରାଣନାଥ ମହାରାଣୀ ସ୍ୱାମୀ ମୁଁ ବି ତ ଆପଣଙ୍କୁ ପତି ରୂପରେ ପାଇ ନିଜକୁ ନିଜେ ଧନ୍ୟ ମନେ କରୁଛି ମହାରାଣୀ ରେଣୁକା କାହିଁକି ଜାଣିଛନ୍ତି କାହିଁକି ଭାଗ୍ୟରେ ଥିଲେ ଆପଣଙ୍କ ପରି ଲୋକକୁ ପତି ରୂପରେ ଗ୍ରହଣ ସ୍ୱାମୀ ହେ ପ୍ରାଣପତି ହେ ପ୍ରାଣପତି ଏ ପାଦ ପଙ୍କଜ ସେବି ଲଭିବି ମୁକ୍ତି ମହାରାଣୀ ରେଣୁକା ହେ ପ୍ରାଣପତି ହେ ପାଦ ପଙ୍କଜ ସେବି ଲଭିବି ମୁକ୍ତି ତବ हे प्राणपति हे प्राणपति हे पाद पଙ୍କଜ सेवी लभिବି मुक्ति ଧନ୍ୟ ମହାରାଣୀ ସ୍ୱାମୀ ଧନ୍ୟ ହେଲି ଶୁଣି ତୁମ ସୁଧା ସମବାଣୀ ସ୍ୱାମୀ ପତି ପରାମର୍ଶେ ତୁମେ ଅଟ ବିଶାରଦ ପ୍ରାଣନାଥ ମହାରାଣୀ ରେଣୁକା ତୁମେ ତ ଜାଣିଛ କି କଥା ସ୍ୱାମୀ ଦେଖୁ ଦେଖୁ ଚତୁର୍ଥ ଅବସ୍ଥା ମୋର ହେଲା ଉପନୀତ ସ୍ୱାମୀ ଆରେ ଭାବୁଅଛି ମନେ କି କଥା ଭାବୁଛନ୍ତି ଆପଣ ଏହି ଚନ୍ଦନଗଡ଼ ରାଜ୍ୟରେ ଯୁବରାଜ ଆଦର୍ଶକୁ ଯୁବରାଜ ପଦରେ ଅଭିଷିକ୍ତ କରି ଆନନ୍ଦରେ ମୁଁ କିଛି ଦିନ ବିଶ୍ରାମ ନେବାକୁ ଚାହେଁ ଯଦି କୌଣସି ଆପତ୍ତି ଅଛି ତାହେଲେ ଖୋଲା ହୃଦୟରେ ପ୍ରକାଶ କର ମହାରାଣୀ ନିଶ୍ଚୟ ସ୍ୱାମୀ ମୋର ଗୋଟିଏ ଛୋଟିଆ ଆପତ୍ତି ଅଛି ଛୋଟିଆ ଆପତ୍ତି ଅଛି ହଁ ତାହେଲେ ଛୋଟ ପ୍ରକାଶ ମୁହଁରେ କର। ବଡ଼ କଥା ତାହେଲେ ଶୁଣନ୍ତୁ ସ୍ୱାମୀ ଆପଣଙ୍କର ଜ୍ୟେଷ୍ଠ ପୁତ୍ର ଆଦର୍ଶ ଜ୍ୟେଷ୍ଠ ପୁତ୍ର ଆଦର୍ଶ ହଁ ସ୍ୱାମୀ ଜ୍ୟେଷ୍ଠ ପୁତ୍ର ଆଦର୍ଶର କଣ ହେଇଛି ମହାରାଣୀ ଆମ ଜମିଦାର ରୁଦ୍ର ମାଧବଙ୍କର ଝିଅ ନାମଟି ତାର ରୂପାଳୀ ମହାରାଣୀ ସ୍ୱାମୀ ସେଇ ରୂପାଳୀ ସହିତ ଆପଣଙ୍କର ପୁତ୍ର ଆଦର୍ଶର ଅନେକ ଦିନ ହେଲା ପ୍ରେମ ସମ୍ପର୍କଟା ବଢି ଚାଲିଛି ନା ମହାରାଣୀ ନା ସ୍ୱାମୀ ତୁମେ ଏସବୁ କାହିଁକି ମିଛ କହୁଛ ମହାରାଣୀ ତୁମେ କାହିଁକି ମିଛ କହୁଛ ତୁମେ ଜାଣିନ ମହାରାଣୀ ସ୍ୱାମୀ
ତାର ମାର ପାରିକୁ ଚାଲିଗଲା ପରେ ଏଇ ହାତରେ ତାକୁ ଲାଳନ ପାଳନ କରି ଏଡ଼ିଠୁ ଏଡ଼ିଟିଏ କରିଛି। ସ୍ୱାମୀ ସେ ଆଦର୍ଶର କଥା ମୁଁ କଣ ଜାଣିବିନି? ସ୍ୱାମୀ ନା ମହାରାଣୀ, ଆଦର୍ଶ ଏମିତି କାମ କରିବନି ଯେ ଏ ଦୁନିଆ ଆଗରେ ମୋତେ ମୁଣ୍ଡ ନୁଇବାକୁ ପଡ଼ିବ। ଏ କଥା ମୁଁ କହିନି ସ୍ୱାମୀ, ଏ ରାଜ୍ୟର ପ୍ରଜାବାସୀ ମାନେ ସମସ୍ତେ ଟାଇଟା ପୁରା ହେଇ କହୁଛନ୍ତି ଆପଣଙ୍କର ପୁତ୍ର ଆଦର୍ଶର ଗୁଣ। ନା ମହାରାଣୀ ନା, ମୁଁ କାହାରି କଥାକୁ ବିଶ୍ୱାସ କରିବିନି। କାହିଁକି ସ୍ୱାମୀ? କାହିଁକି ଜାଣିଛ? ଯେବେ ନ ଦେଖିବ ବେନି ନୟନେ, ପରତେ ନ ଯିବ ଗୁରୁ ବଚନେ। ଆଦର୍ଶକୁ ମୁଁ ନିଜେ ପଚାରିବି, ଏ ଆଦର୍ଶ ମୋର କଣ ଭୁଲ ହେଇଗଲା ଯେ ଏ ଦୁନିଆ ଆଗରେ ମୋତେ ଲଜ୍ଜିତ ହେବାକୁ ପଡୁଛି? କହିବି ମହାରାଣୀ, ଆଦର୍ଶକୁ ମୁଁ ନିଜେ କହିବି। ସ୍ୱାମୀ ମୁଁ ବି ତ ସେଇ କଥା କହୁଥିଲି। ନେଳିଗୁଡ଼ କହୁଡ଼ିକୁ ବହିଯିବା ଆଗରୁ ଏ ହେଉଛି ଉପଯୁକ୍ତ ସମୟ। ଏଇ ସମୟରେ ଯଦି ଆପଣ ଭାବୁଛନ୍ତି ଗୋଟିଏ ସୁଚିନ୍ତିତ ମତାମତ ନେଲେ ହୁଏତ କଥାଟା ଆଗକୁ ଗତି କରିପାରନ୍ତା ନାହିଁ। ହଁ ମହାରାଣୀ, ତୁମେ ଠିକ କହିଛ। ମୁଁ ଭାବିଚିନ୍ତି ହିଁ ଆଦର୍ଶକୁ କହିବି। ହେଲେ ମହାରାଣୀ, ହେଲେ ପୁଣି କଣ ସ୍ୱାମୀ? ଆରେ ସମୟଟା ଅତିବାହିତ ହୋଇଗଲାଣି। ଚାଲ ଚାଲ, କଣ କିଛି ଖାଇବାକୁ ଦବ? ନିଶ୍ଚୟ ସ୍ୱାମୀ, ହେଲେ ଗୋଟିଏ କଥା। ମହାରାଣୀ, ଶ୍ରୀକୃଷ୍ଣ ଯେମିତି ଦେବକୀ ଗର୍ଭରେ ଜନ୍ମ ନେଇ ଗୋପପୁରକୁ ଯାଇ ଯଶୋଦା କୋଳରେ ବଢିଥିଲେ, ହଁ ମହାରାଣୀ, ଠିକ ସେମିତି ମୁଁ ସିନା ତା ଜନ୍ମ କଲା ମା ନୁହଁ, ତା ମା ଯେତେବେଳେ ଆରପାରିକୁ ଚାଲିଗଲା ଆପଣ ମତେ ଦ୍ୱିତୀୟ ଥର ବାହା ହେଲେ ସତ, ହଁ କିନ୍ତୁ ସ୍ୱାମୀ ସେଇ ଛୋଟ ଆଦର୍ଶକୁ ମୁଁ ବି ତ ଏଡ଼ିଟରୁ ଏଡ଼ିଟି କରିଛି ନା। ସେଇଥିପାଇଁ ମୁଁ କଣ କହୁଥିଲି କି, କଣ କହୁଥିଲ? ଆପଣ ଆଗେ ଆଗେ ଚାଲନ୍ତୁ, ଆପଣଙ୍କ ପଛେ ପଛେ ମୁଁ ନିଶ୍ଚୟ ଯାଉଛି। ଠିକ ଅଛି ମହାରାଣୀ, ତେବେ ଆସ, ତେବେ ଚାଲ ଚାଲନ୍ତୁ ଯିବା ରାଜା ଉଆସକୁ। ଚାଲନ୍ତୁ ସ୍ୱାମୀ। आसंता प्रभातरे मो ज्येष्ठ पुत्र हेब आदर्श राज्यर राजा राजन मल्ली बाबा ना ना त्रेतया जुगरे जेमिति